के भाविଛ यूएसए ବା जापान परी देशଗୁଡ଼ିକୁ ବିକଶିତ ଦେଶ କୁହାଯାଉଥିଲା ବେଳେ ଭାରତକୁ କାହିଁକି ବିକାଶୋନ୍ମୁଖୀ ଦେଶ କୁହାଯାଏ? ଗୋଟେ ଦେଶକୁ ଡେଭଲପ୍ଡ କିଏ ବନାଏ? ଖାଲି ପଇସା କି ଆଉ କିଛି? ଆଉ ଏକ ଦେଶର ଇକୋନୋମିକ୍ ପ୍ରୋଗ୍ରେସକୁ କିପରି ମପାଯାଏ? Hey everyone, welcome to ପାଠଶାଳା ମୋ ନାଁ ରିତେଶ ଆଜି ଆମମାନେ ଅର୍ଥନୀତିର ଫର୍ଷ୍ଟ ଚାପ୍ଟର ଆର୍ଥନୈତିକ ବିକାଶକୁ ଡିସ୍କସନ କରିବା। ଜାଣିବା ବିକଶିତ ଓ ବିକାଶୋନ୍ମୁଖୀ ଦେଶ କହିଲେ କ'ଣ, ଆର୍ଥନୈତିକ ବିକାଶ କହିଲେ କ'ଣ ଏବଂ ଏହାର ନିରୂପଣ କିପରି କରାଯାଏ। ଭାରତରେ ଆର୍ଥନୈତିକ ବିକାଶର ପରିମାଣ ଓ ଏହାର ପ୍ରକାରଭେଦ ବିଷୟରେ ଜାଣିବା, ତା ସହିତ ନୂତନ ଆର୍ଥିକ ନୀତିଗୁଡ଼ିକୁ ବି ଡିସ୍କସ୍ କରିବା। ଦେଖ, ଅର୍ଥନୈତିକ ବିକାଶ କହିଲେ କ'ଣ? ଯଦି ଗୋଟେ ଦେଶର ଆୟର ବୃଦ୍ଧି ଘଟୁଛି, ତାହେଲେ କ'ଣ ଆମେ ଗ୍ୟାରେଣ୍ଟି ଦେଇକି କହିପାରିବା ତାର ଅର୍ଥନୈତିକ ବିକାଶ ଘଟୁଛି ବୋଲି? କେବେ ବି ନୁହେଁ। ଫର ଏକ୍ସାମ୍ପଲ, ଯଦି ଗୋଟେ ଦେଶରେ ଅଳ୍ପ କିଛି ଧନୀ ଲୋକମାନେ ଧନୀ ହେଇଯାଉଛନ୍ତି, ବଟ୍ ମେଜରିଟି ଅଧିକାଂଶ ଲୋକମାନେ ଷ୍ଟିଲ୍ ଗରିବ ହେଇକି ରହୁଛନ୍ତି, ଏଇ କେସ୍ରେ ଦେଶର ଆର୍ଥିକ ଆୟରେ ତ ବୃଦ୍ଧି ଘଟୁଛି, ହେଲେ ସେ ବିକାଶ ହେଉଛି କି? ରିଏଲ ଡେଭଲପମେଣ୍ଟ ସେତେବେଳେ କୁହାଯିବ ଯେତେବେଳେ ସମସ୍ତଙ୍କର ଜୀବନଶୈଳୀରେ ସର୍ବାଙ୍ଗୀନ ବିକାଶ ହେବ, ସମସ୍ତଙ୍କର ଇନକମ୍ ବଢ଼ିବ, ସମସ୍ତଙ୍କୁ ଇକ୍ୱାଲ ଅପରଚ୍ୟୁନିଟି ମିଳିବ, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ସମସ୍ତଙ୍କୁ ଇକ୍ୱାଲ ଆକ୍ସେସ୍ ମିଳିବ, ଲୋକଙ୍କ ଜୀବନଶୈଳୀରେ ଇମ୍ପ୍ରୁଭମେଣ୍ଟ ହେଉଥିବ, ପୁଅ ଓ ଝିଅ ସମସ୍ତଙ୍କୁ ଇକ୍ୱାଲ ଅପରଚ୍ୟୁନିଟି ମିଳୁଥିବ। ଦେଶରେ ଯେତେବେଳେ ଅସମାନତା, ଦରିଦ୍ରତା ଏବଂ ଅନଏମ୍ପ୍ଲୟମେଣ୍ଟ କମି କମି ଚାଲିବ, ସେତେବେଳେ ଆମେ ଜାଣିବା ଗୋଟେ ଦେଶଟିର ଅର୍ଥନୈତିକ ବିକାଶ ଘଟୁଛି। ଆର୍ଥନୈତିକ ବିକାଶକୁ ଆଧାର କରିକି ପୃଥିବୀର ସବୁ ଦେଶଗୁଡ଼ିକୁ ଦୁଇଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ କରାଯାଇଛି, ବିକଶିତ ଦେଶ ଓ ବିକାଶୋନ୍ମୁଖୀ ଦେଶ। ତ ଗୋଟେ ବିକଶିତ ଦେଶରେ କ'ଣ କ'ଣ ଫିଚର ଥାଏ, କ'ଣ ଜିନିଷ ଥିଲେ ଆମେ କହିବା ଯେ ସେଇ ଦେଶଟି ଏକ ବିକଶିତ ଦେଶ? ଦେଖ, ଗୋଟେ ବିକଶିତ ଦେଶରେ ଲୋକଙ୍କର ମୁଣ୍ଡ ପିଛା ଆୟ ଅଧିକ ଥାଏ, ସେ ଦେଶରେ ଇଣ୍ଡଷ୍ଟ୍ରି ଆଉ ଟେକ୍ନୋଲୋଜି ବହୁତ ଆଡଭାନ୍ସ ଥାଏ, ଲିଟରେସି ରେଟ୍ ଅଧିକ ଥାଏ, ମାନେ ଅଧିକାଂଶ ଲୋକ ଶିକ୍ଷିତ ଥାନ୍ତି, ସେହିପରି ସ୍ୱାସ୍ଥ୍ୟ ସେବା ମଧ୍ୟ ବହୁତ ଉନ୍ନତ ଧରଣର ଥାଏ, ଦେଶରେ ଦାରିଦ୍ର୍ୟ ଓ ବେରୋଜଗାର ବହୁତ ଅଳ୍ପ ଥାଏ, ଆଉ ଦେଶର ଜନସଂଖ୍ୟା ମଧ୍ୟ ନିୟନ୍ତ୍ରିତ ଥାଏ। ୟୁଏସଏ, ଜର୍ମାନୀ, ଫ୍ରାନ୍ସ, ଇଂଲଣ୍ଡ, ଜାପାନ ଏଗୁଡ଼ିକ ହେଉଛନ୍ତି ବିକଶିତ ଦେଶର ଗୋଟେ ଗୋଟେ ଏକ୍ସାମ୍ପଲ। ଅନ୍ୟପଟେ ବିକାଶୋନ୍ମୁଖୀ ଦେଶଗୁଡ଼ିକରେ ଲୋକଙ୍କର ମୁଣ୍ଡ ପିଛା ଆୟ କମ୍ ଥାଏ, ଜନସଂଖ୍ୟା ମଧ୍ୟ ଅନିୟନ୍ତ୍ରିତ ଥାଏ, ଅଧିକାଂଶ ଲୋକଙ୍କର ଇନକମ୍ର ସୋର୍ସ ଏଗ୍ରିକଲଚର ହିଁ ଥାଏ, ବେରୋଜଗାର ଏବଂ ଦାରିଦ୍ର୍ୟତା ସେହି ଦେଶଗୁଡ଼ିକର ମେଜର ପ୍ରୋବ୍ଲେମ୍ ଥାଏ, ତା ସହିତ ଶିକ୍ଷା ଓ ସ୍ୱାସ୍ଥ୍ୟର ସୁବିଧା ବି ବହୁତ ଅଳ୍ପ ଥାଏ। ବାଂଲାଦେଶ, ଶ୍ରୀଲଙ୍କା, ପାକିସ୍ତାନ ଏବଂ ଭାରତ ପରି ଦେଶଗୁଡ଼ିକୁ ଆମମାନେ ବିକାଶୋନ୍ମୁଖୀ ଦେଶ କହିପାରିବା। ଦେଖ, ଭାରତ ବିକାଶୋନ୍ମୁଖୀ ଦେଶ ହେଇଥିଲେ ମଧ୍ୟ ବିକାଶ ଧାରାରେ ବହୁତ ଜଲ୍ଦି ସେ ଆଗକୁ ବଢ଼ୁଛି, ତ ହୋପଫୁଲି ବହୁତ ଜଲ୍ଦି ଆମେ ଏକ ଡେଭଲପ ନେସନ୍ ହେଇପାରିବା। କିପରି ଜାଣିବା ଇଣ୍ଡିଆ ଏକ ଡେଭଲପ ନେସନ୍ ହେଇଗଲା ବୋଲି? ୱାର୍ଲଡ ବ୍ୟାଙ୍କ କହୁଛି ଯେଉଁ ଦେଶର ଲୋକଙ୍କର ମୁଣ୍ଡ ପିଛା ଆୟ ଗ୍ରେଟର ଦେନ୍ $13,205 ତାକୁ ଏକ ବିକଶିତ ଦେଶ ବୋଲି କୁହାଯିବ। ତାହେଲେ ଚାଲ ଜାଣିବା ମୁଣ୍ଡ ପିଛା ଆୟ କହିଲେ କ'ଣ, ଆଉ ତା ସହିତ ଜାଣିବା ମୋଟ ଜାତୀୟ ଆୟ କହିଲେ କ'ଣ। ଦେଖ, ଦେଶର ଅର୍ଥନୈତିକ ବିକାଶକୁ ନିରୂପଣ କରିବା ପାଇଁ ମୁଣ୍ଡ ପିଛା ଆୟ ଓ ମୋଟ ଜାତୀୟ ଆୟକୁ ଆଧାର ଭାବରେ ଗ୍ରହଣ କରାଯାଇଛି। କୌଣସି ଦେଶରେ ବର୍ଷକ ମଧ୍ୟରେ ଉତ୍ପାଦିତ ହେଉଥିବା ସମସ୍ତ ଦ୍ରବ୍ୟ ଓ ସେବାର ମୁଦ୍ରାଗତ ମୂଲ୍ୟ ଏବଂ ତା ସହିତ ଦେଶ ବାହାରୁ ଆସୁଥିବା ଆୟର ସମଷ୍ଟିକୁ ମୋଟ ଜାତୀୟ ଆୟ ବା ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ ବା ସର୍ଟରେ ଜିଡିପି କୁହାଯାଏ। ଏହି ଆୟକୁ ଯଦି ଆମେ ଦେଶର ମୋଟ ଜନସଂଖ୍ୟା ଦ୍ୱାରା ଡିଭାଇଡ୍ କରିଦେବା, ତାହେଲେ ଆମକୁ ମିଳିଯିବ ମୁଣ୍ଡ ପିଛା ଆୟ। ତ ଗୋଟେ ଦେଶର ପର କ୍ୟାପିଟା ଇନକମ୍ ବା ମୁଣ୍ଡ ପିଛା ଆୟ କେତେବେଳେ ବଢ଼ିଥାଏ? ଯେତେବେଳେ ତାର ଜିଡିପି ବା ମୋଟ ଜାତୀୟ ଆୟରେ ଗ୍ରୋଥ ହେଇଥାଏ ଆଉ ତାର ଜନସଂଖ୍ୟା କଣ୍ଟ୍ରୋଲ୍ଡ ହେଇଥାଏ। ଦେଖ, ଏମିତି ବହୁତ ବିକଶିତ ଦେଶ ଅଛନ୍ତି ଯାହାଙ୍କର ମୋଟ ଜାତୀୟ ଆୟ ଭାରତର ଜାତୀୟ ଆୟ ସହିତ ସମାନ ବା ତାଠୁ ବି କମ୍। ବିକଶିତ ଦେଶଗୁଡ଼ିକର ଜନସଂଖ୍ୟା ବହୁତ କମ୍ ଥିଲାବେଳେ ଭାରତର ଜନସଂଖ୍ୟା ବହୁତ ଅଧିକା, ଆଉ ସେଥିପାଇଁ ବିକଶିତ ଦେଶଗୁଡ଼ିକର ମୁଣ୍ଡ ପିଛା ଆୟ ଭାରତ ଠାରୁ ବହୁତ ଅଧିକା ହେଇଯାଉଛି। ଭାରତର ଜନସଂଖ୍ୟା ଏହାର ଜିଡିପି ଉପରେ ବହୁତ ପଜିଟିଭ ଆଉ ନେଗେଟିଭ ଇମ୍ପାକ୍ଟ ପକାଉଛି। ଦେଖ, ଭାରତର ଜନସଂଖ୍ୟା ହେଉଛି ପାଖାପାଖି 140 କରୋଡ଼। ତ ଏହାର ଆଡଭାଣ୍ଟେଜ କ'ଣ? ଆମ ପାଖରେ ଗୋଟେ ବହୁତ ବଡ଼ ୱାର୍କଫୋର୍ସ ଅଛି, ଯିଏକି ବହୁତ ଅଧିକା କାମ କରିପାରିବେ ଏବଂ ଆମ ଦେଶର ପ୍ରଡକ୍ସନ ବଢ଼ିବ। ବହୁତ ସାରା ଲୋକ ଅଛନ୍ତି, ମାନେ ଆମ ପାଖରେ ଏକ ବହୁତ ବଡ଼ ମାର୍କେଟ ଅଛି ଯେଉଁଥିରେ କି ଗୁଡ୍ସ ଆଉ ସର୍ଭିସେସର ହାଇ ଡିମାଣ୍ଡ ଅଛି। ଭାରତର ମ୍ୟାକ୍ସିମମ୍ ଜନସଂଖ୍ୟା ୟଙ୍ଗ ଅଛନ୍ତି, ଯେଉଁମାନେ କି ନୂଆ ନୂଆ ଇନୋଭେସନ କରୁଛନ୍ତି ଏବଂ ଭାରତର ଗ୍ରୋଥକୁ ଆକ୍ସେଲରେଟ୍ କରୁଛନ୍ତି।
ଅଧିକ ଜନସଂଖ୍ୟାର ମେଜର ଇମ୍ପାକ୍ଟ ମୁଣ୍ଡ ପିଛା ଆୟ ଉପରେ ପଡୁଛି। ଆମ ଦେଶର ଜିଡିପି ବହୁତ ଅଧିକା ହେଲେ ବି ଅଧିକ ଜନସଂଖ୍ୟା ଥିବାରୁ ପର କ୍ୟାପିଟା ଇନକମ୍ କମ୍ ହିଁ ରହୁଛି। ଲୋକ ବହୁତ ହଉଛନ୍ତି, ତେଣୁକରି ତାଙ୍କ ପାଇଁ ଖାଦ୍ୟ, ଘର, ଜବ୍, ଏଜୁକେସନ, ହେଲ୍ଥ କେୟାର ତା ଜିନିଷ ବି ବୁଝିବାକୁ ପଡ଼ିବ। ଏଇ ସବୁ ସେକ୍ଟର ଉପରେ ପ୍ରେସର ବି ବହୁତ ପଡୁଛି। ପପୁଲେସନ ଗ୍ରୋଥ ନା ଇଣ୍ଡିଆର ପର କ୍ୟାପିଟା ଇନକମ୍ରେ ଗୋଟେ ମେଜର ଅବଷ୍ଟ୍ରାକଲ୍ ହେଇକି ରହିଛି। ଫର୍ ଏକ୍ଜାମ୍ପଲ୍, ଯଦି ଇଣ୍ଡିଆର ଜିଡିପି ବଢ଼ୁଛି 10%ରେ ଆଉ ତାର ପପୁଲେସନ ବଢ଼ୁଛି 5%ରେ, ତାହେଲେ ତାର ପର କ୍ୟାପିଟା ଇନକମ୍ ଓନ୍ଲି 5% ହିଁ ବଢ଼ିବ। ତ ଅର୍ଥନୈତିକ ବିକାଶକୁ ସ୍ଲୋ କରିବାରେ ପପୁଲେସନ ଗ୍ରୋଥର ଗୋଟେ ମେଜର ଇମ୍ପାକ୍ଟ ରହୁଛି। ତ ଆଜି ଆମେ କ'ଣ ଶିଖିଲେ? ଅର୍ଥନୈତିକ ବିକାଶ କହିଲେ ଆର୍ଥିକ ବିକାଶ ସହିତ ସେଥିରେ ଥିବା ଲୋକମାନଙ୍କର ସର୍ବାଙ୍ଗୀନ ବିକାଶକୁ ବୁଝାଯାଏ। ବିକଶିତ ଦେଶଗୁଡ଼ିକରେ ଜନସଂଖ୍ୟା ନିୟନ୍ତ୍ରିତ ଥିଲାବେଳେ ମୁଣ୍ଡ ପିଛା ଆୟ ଅଧିକ ଥାଏ, ଆଉ ବିକାଶ ଉନ୍ମୁଖୀ ଦେଶଗୁଡ଼ିକରେ ଜନସଂଖ୍ୟା ବହୁତ ଥାଏ, ତେଣୁକରି ମୁଣ୍ଡ ପିଛା ଆୟ ମଧ୍ୟ କମ୍ ଥାଏ। ମୋଟ ଜାତୀୟ ଆୟ ବା ଜିଡିପି ହେଉଛି ଗୋଟେ ଦେଶରେ ଗୋଟେ ବର୍ଷରେ ଉତ୍ପାଦିତ ହେଉଥିବା ସବୁ ଦ୍ରବ୍ୟ ପ୍ଲସ୍ ସେବା ଗୁଡ଼ିକର ମୁଦ୍ରାଗତ ମୂଲ୍ୟ ପ୍ଲସ୍ ଦେଶ ବାହାରୁ ଆସୁଥିବା ଆୟର ସମଷ୍ଟି। ଦେଶ ବାହାରୁ ଆସୁଥିବା ଆୟ କହିଲେ ଆମ ଦେଶରେ ଉତ୍ପାଦିତ ହେଉଥିବା ଦ୍ରବ୍ୟ ବା ସେବା ଗୁଡ଼ିକ ଯେତେବେଳେ ବାହାର ଦେଶରେ ବିକ୍ରି ହୁଏ, ସେ ମଧ୍ୟ ଆମ ଦେଶର ଜିଡିପିକୁ ବଢ଼ାଇବାରେ ସାହାଯ୍ୟ କରେ। ଆଉ ଏଇ ଜିଡିପିକୁ ଯେତେବେଳେ ଆମମାନେ ମୋଟ ଜନସଂଖ୍ୟା ସହିତ ଡିଭାଇଡ୍ କରିଦେବା, ଆମକୁ ମିଳିଯିବ ମୁଣ୍ଡ ପିଛା ଆୟ। 2010-11ରେ ଭାରତର ଜିଡିପି ଓ ମୁଣ୍ଡ ପିଛା ଆୟ କେତେ ଥିଲା? ଏହାର ଆନ୍ସର ମୋତେ କମେଣ୍ଟ ସେକ୍ସନରେ ଲେଖିକି ନିହାତି ଜଣାଇବ। ଥ୍ୟାଙ୍କ ୟୁ ଫର ୱାଚିଂ ଆଣ୍ଡ ସି ୟୁ ଇନ୍ ଦ ନେକ୍ସଟ वन।